ମା। ଆମେ ସାଇଲେନ୍ସ କରି ଆରମ୍ଭ କରିବା। ସାଇଲେନ୍ସ। ମା। ମା। ଆମେ ଆଜି ଆରମ୍ଭ କରିବା ଚିରନ୍ତନ ବହିର ପୃଷ୍ଠା 248। ନିଜ ଜୀବନକୁ ସଂଗଠିତ କର ପାର୍ଟ 2। 247 ରେ ଆମେ ପଢିଥିଲେ ପାର୍ଟ 1 ରେ। ତାର ସାରାଂଶ ଥିଲା ଏଇଭଳିଆ ଯେ ଜଣେ ନିଜର ସବୁ ଜିନିଷ ଗୁଡ଼ିକୁ ସଜାଡ଼ି ରଖିବା ଉଚିତ। ତା ସହିତ ନିଜର ତା ଚିନ୍ତା ଧାରଣା ଗୁଡ଼ିକୁ ମଧ୍ୟ ସେ ସଂଗଠିତ କରିବା ଉଚିତ। ଏବଂ ତାପରେ କହିଲେ ଯେତେବେଳେ ସଂଗଠନଟି ଯୁକ୍ତି ସଙ୍ଗତ ହେବା ଉଚିତ। ଏବଂ ଯୋଉମାନଙ୍କର ସଂଗଠନ ଯୁକ୍ତି ସଙ୍ଗତ ହେଇଥାଏ ସେମାନେ ତାଙ୍କର ଚିନ୍ତାରେ ମଧ୍ୟ ଶୃଙ୍ଖଳା ଆଣିପାରନ୍ତି ଏବଂ ତାଙ୍କର ଚରିତ୍ରକୁ ସେମାନେ ସୁସଂଗଠିତ କରିପାରନ୍ତି ଏବଂ ଏବଂ ଶେଷରେ ତାଙ୍କର ଗତିବୃତ୍ତି ଚାଲିଚଳନ ମଧ୍ୟ ସେମାନେ ନିୟନ୍ତ୍ରଣ କରିପାରନ୍ତି। ଯେତେବେଳେ ଏଥିରେ ଅଧିକରୁ ଅଧିକ ଜଣେ ସଜାଡ଼ି ରଖିବାକୁ ଆରମ୍ଭ କରେ ଚିନ୍ତା ଧାରଣା ଏବଂ ସେଗୁଡାକ ସଂଗଠିତ କରେ, ଯୁକ୍ତିସଙ୍ଗତ ଭାବରେ ସଂଗଠିତ କରେ, ତାହେଲେ କହୁଛନ୍ତି ଏପରିକି ଦୈହିକ ଗତିବିଧି ଉପରେ ମଧ୍ୟ ସେମାନଙ୍କର ସଂଯମ ଆସିଯିବ। ଦୈହିକ ଗତିବିଧି ଉପରେ ସଂଯମ ଆସିଯିବ, ତାର ପରିଣାମରେ ଜୀବନ ତୁମର ପ୍ରୀତିପଦ ହୋଇପାରିବ। କିନ୍ତୁ କେତେକଙ୍କର ଜୀବନ ଭାରି ଗଣ୍ଡଗୋଳିଆ ଅବସ୍ଥା ରହିଥାଏ, ତେଣୁ ସେମାନଙ୍କର ଚିନ୍ତା ବି ବିଶୃଙ୍ଖଳିତ ହେଇଥାଏ, ତାଙ୍କ ଜୀବନ ବିଶୃଙ୍ଖଳିତ ହେଇଥାଏ। ତାଙ୍କର ନିଜ ଜୀବନ ଉପରେ ତେଣୁ ଆଦୌ ପ୍ରଭୁତ୍ୱ ରହେ ନାହିଁ, ରହିବ ନାହିଁ। ମା ତେଣୁ କହୁଛନ୍ତି ଏଭଳି ବଞ୍ଚିବା ପ୍ରକୃତ ବଞ୍ଚିବା ନୁହଁ। କାରଣ ମଣିଷ ଜନ୍ମ ଗ୍ରହଣ କରିଛନ୍ତି, ମଣିଷ ମନ ଆମେ ପାଇଛନ୍ତି। ନିଜକୁ ଯଦି ନିୟନ୍ତ୍ରଣ କରିପାରୁନାହାନ୍ତି, ଯଦି ପଶୁ ସଦୃଶ କେବଳ ସେଇଭଳି ଭାବରେ ବଞ୍ଚିଛନ୍ତି ଏବଂ ଯେତେବେଳେ ଗଣ୍ଡଗୋଳିଆ ଅବସ୍ଥାରେ ଥାଆନ୍ତି ସେତେବେଳେ ଯେହେତୁ ମନଟା ଯେହେତୁ ଆମେ ପାଇଛନ୍ତି, କେବଳ ପ୍ରକୃତି ଦ୍ୱାରା ପରିଚାଳିତ ପଶୁ ଠାରୁ ମଧ୍ୟ ଆମେ ହୀନ ହେଇଯାଉ। କାହିଁକି ନା ମନ ତା ଦେହରେ ଗଣ୍ଡଗୋଳିଆ ସୃଷ୍ଟି କରେ। ତେଣୁ ବଞ୍ଚିବାଟା ଯୋଉ ଭଳି ଭାବରେ ଆମେ ବଞ୍ଚନ୍ତି ସେତେବେଳେ ପ୍ରକୃତ ବଞ୍ଚିବା ନୁହଁ ବୋଲି ମା ଲେଖୁଛନ୍ତି। ତାପରେ କହୁଛନ୍ତି ନିଜ ଜୀବନକୁ ସଂଗଠିତ କର ପାର୍ଟ 2 ରେ ମା ଲେଖୁଛନ୍ତି କେହି କେହି ନିଜ ଆଲମାରିଟିକୁ ବା ଡ୍ରୟାର ଇତ୍ୟାଦିକୁ ଠିକ ଭାବେ ସଜାଡ଼ି ରଖି ପାରନ୍ତି ନାହିଁ, କିମ୍ବା ସେମାନେ ଯେଉଁ କୋଠରୀରେ ଥାଆନ୍ତି ତାହା ବାହାରକୁ ଛାପ ଚିକ୍କଣ ଦେଖାଯାଉଥାଇପାରେ, କିନ୍ତୁ ତା ଭିତରକୁ ପଶି ତୁମେ ଆଲମାରିର ଡ୍ରୟାରରୁ କଣ ଗୋଟାଏ ଖୋଜିବ, ଦେଖିବ ସବୁ କିଛି ଗୋଳମାଳ, ସତେ କି ଗୋଟିଏ ଯୁଦ୍ଧ କ୍ଷେତ୍ର। ସବୁ ଜିନିଷ ଖେଳିଆ ମେଳିଆ ହୋଇ ପଡ଼ିଛି। ତୁମେ ଦେଖିବ ସବୁ ଜିନିଷ ଅସଜଡ଼ା, କେଉଁ ଜିନିଷ ଠିକ ଜାଗାରେ ନାହିଁ। ଏହି ଧରଣର ଲୋକଙ୍କର ଛୋଟ ମୁଣ୍ଡଟିର ଅବସ୍ଥା ବି ଠିକ ଏମିତି ଗୋଳମାଳିଆ। ସେମାନେ ତାଙ୍କର କୌଣସି ଚିନ୍ତା ବା ଧାରଣାକୁ ସଂଗଠିତ କରିନଥାନ୍ତି। ସେମାନେ ସେଗୁଡ଼ିକୁ ଶୃଙ୍ଖଳିତ ମଧ୍ୟ କରିନଥାନ୍ତି। ସେମାନେ ସବୁବେଳେ ଏକ ଗଣ୍ଡଗୋଳିଆ ମନ ନେଇକି ବଞ୍ଚୁଥାନ୍ତି। ଏଭଳି ଲୋକଙ୍କୁ ଦେଖିଲେ ତୁମେ ଠିକ ଜାଣିପାରିବ। ମୁଁ ଏଭଳି ଲୋକଙ୍କ ସମ୍ବନ୍ଧରେ ଯାହା କହିଲି ସେଇ ନିୟମର ବ୍ୟତିକ୍ରମ ମୁଁ ଦେଖି ନାହିଁ। ଏ ଲୋକମାନେ ଜାଣିନଥାନ୍ତି ଘରେ କୌଣସି ଜିନିଷପତ୍ର କିପରି ଶୃଙ୍ଖଳାରେ ରଖାଯାଏ। ସେମାନଙ୍କ ମୁଣ୍ଡ ଭିତରେ ଦୁଇଟି ବିରୋଧାତ୍ମକ ଚିନ୍ତା ସେଇ ଏକ ସଙ୍ଗରେ ଖେଳୁଥାନ୍ତି। ତହିଁରେ କୌଣସି ଉଚ୍ଚତର ସମନ୍ୱୟ ନଥାଏ। ତୁମେ ଏକଥା ବିଶ୍ୱାସ କରୁନ କି? ସେମାନଙ୍କର ଏହି ଧରଣର ବିଶୃଙ୍ଖଳା ଓ ସେମାନଙ୍କର ଚିନ୍ତାକୁ ସଂଗଠିତ ନ କରିପାରିବା ହେଉଛି ଏହାର କାରଣ। ଏ ଲୋକଙ୍କ ସହିତ ତୁମେ 10 ମିନିଟ ବି କଥା କହିବା ଦରକାର ନାହିଁ। ଯଦି ତୁମେ ତାଙ୍କ କୋଠରୀ ଭିତରକୁ କୌଣସି ପ୍ରକାର ଯାଇପାରିବ ଓ ତା ଭିତରକୁ ଯାଇ ତାଙ୍କର ଆଲମିରା, ଅଳଗୁଣି, ବହିଥାକ, ବିଛଣାଦି ଦେଖିବ, ତେବେ ସେ ଲୋକ ସମ୍ବନ୍ଧରେ ତୁମେ ସବୁ ଜାଣିପାରିବ। ସେମାନେ କେଉଁ ସ୍ତରରେ ଅଛନ୍ତି ତୁମକୁ ଜଣାପଡ଼ିବ, ନୁହେଁ କି? ନିଜ ଜୀବନକୁ ସଂଗଠିତ କର ପାର୍ଟ 1 ରେ ଆମେ ଅଲରେଡି ଆଲୋଚନା କରିସାରିଛନ୍ତି। ଚିନ୍ତା ସହିତ ବା ଚିନ୍ତା ସଂଗଠନ ହେବା ସହିତ ଆମ ବାହ୍ୟ କ୍ରିୟାକଳାପ କିପରି ସମ୍ପର୍କୀଭୂତ ହେଇକି ରହିଥାଏ। ଯେଉଁମାନଙ୍କର ଚିନ୍ତା ସଂଗଠିତ ହେଇଯାଇଥାଏ, ତେଣୁ ବାହାରର ଘଟଣାବଳୀ ତାଙ୍କର ବି ସେଇଭଳିଆ ଜିନିଷପତ୍ର ରଖିବା, ଘରର ସଜଡ଼ାସଜଡ଼ି ମଧ୍ୟ ସେଇ ଅନୁସାରେ ସଂଗଠିତ ହେଇଯାଇଥାଏ। ଏପରିକି କହୁଛନ୍ତି ଦୈହିକ ଗତିବୃତ୍ତି ମଧ୍ୟ ସଂଗଠିତ ହେଇଯାଏ ଏବଂ ତାର ପରିଣାମ ସ୍ୱରୂପ ଆମ ଜୀବନଟି ପ୍ରୀତିପଦ ହେଇଯାଏ। ଆଜି ପାଠରେ ଦେଖୁଛନ୍ତି ଯେ ମା ପ୍ରାୟ ବର୍ଣ୍ଣନା କରୁଛନ୍ତି ଯେ କିପରି ସଜଡ଼ା ନ ହୋଇଥିବା ବ୍ୟକ୍ତିର କଣ କଣ ସବୁ ଲକ୍ଷଣ ଦେଖାଯାଇପାରେ। ମାନେ ଦେଖୁଛନ୍ତି କେହି କେହି ନିଜ ଆଲମିରାଟିକୁ ବା ଡ୍ରୟାର ଇତ୍ୟାଦିକୁ ଠିକ ଭାବେ ସଜାଡ଼ି ରଖିପାରନ୍ତି ନାହିଁ, କିମ୍ବା ସେମାନେ ଯେଉଁ କୋଠରୀରେ ଥାଆନ୍ତି ତାହା ବାହାରକୁ
ଛାପ ଚିକଣ ଦେଖାଯାଉଥାଇପାରେ କିନ୍ତୁ ତା ଭିତରକୁ ପଶି ତୁମେ ଆଲମିରାର ଡ୍ରୟାରରୁ କଣ ଗୋଟେ ଖୋଜିବ, ଦେଖିବ ସବୁ କିଛି ଗୋଳମାଳ, ସତେ କି ଗୋଟିଏ ଯୁଦ୍ଧ କ୍ଷେତ୍ର। ଆ ଭିତରୁ କୋଉ ଗୋଟେ ଜିନିଷ ଖୋଜିକି ଯଦି ବାହାର କରିବାକୁ ଚାହିଁବେ, ଆପଣଙ୍କୁ ପୁରା କଷ୍ଟ ଲାଗେ, ଖୋଜିବା ପାଇଁ ବାହାର କରିବାକୁ କଷ୍ଟ ଲାଗେ। ମାଲୁଛନ୍ତି ତୁମେ ଦେଖିବ ସବୁ ଜିନିଷ ଅସଜଡ଼ା, କେଉଁ ଜିନିଷ ଠିକ ଜାଗାରେ ନାହିଁ। ଯଦି ଦେଖନ୍ତୁ ଠିକ ଜାଗାରେ ଥିଲେ କେତେ ସୁନ୍ଦର ଭାବରେ ରହିଛି, ଯୋଉ ଜିନିଷଟି ଦରକାର ସେଟା କେମିତି ବାହାରି ଆସୁଛି। ତେଣୁ ଯୋଉମାନଙ୍କର ଚିନ୍ତା ସଂଗଠିତ ହେଇନଥାଏ, ସେମାନେ ଏ ସବୁ ଜିନିଷ ଗୁଡ଼ିକ ସଜାଡ଼ିବା ତାଙ୍କ ପକ୍ଷେ ହେଇପାରେ ନାହିଁ। ତେଣୁ ସେମାନଙ୍କର ସବୁ ଜିନିଷ ଏମିତି ଅସଜଡ଼ା ହେଇଥାଏ। ତେଣୁ ଭିତରେ ଚିନ୍ତାଟି ବା ବ୍ୟକ୍ତିଟିଏ ଯିଏ ନିଜେ ସଂଗଠିତ ହେଇନଥାଏ, ଯାହାର ଜିନିଷ ପତ୍ର ଗୁଡ଼ିକ ଯେ ସଂଗଠିତ ହେଇନଥାଏ, ବା ଜିନିଷ ପତ୍ର ଯୋଉ ଯାହା ଦେଖୁଛନ୍ତି ଅସଙ୍ଗଠିତ ହେଇକି ରହିଛି, ତେବେ ତା ଭିତରଟା ମଧ୍ୟ ସେମିତି ଅସଙ୍ଗଠିତ ହେଇଥାଏ। ମା ସେଥିପାଇଁ ଲେଖୁଛନ୍ତି ଏଇ ଧରনের ଲୋକଙ୍କର ଛୋଟ ମୁଣ୍ଡଟିର ଅବସ୍ଥା ବି ଠିକ ଏମିତି ଗୋଳମାଳିଆ। ସେମାନେ ତାଙ୍କର କୌଣସି ଚିନ୍ତା ବା ଧାରଣାକୁ ସଂଗଠିତ କରିନଥାନ୍ତି। ସେମାନେ ସେଗୁଡ଼ିକୁ ଶୃଙ୍ଖଳିତ ମଧ୍ୟ କରିନଥାନ୍ତି। ସେମାନେ ସବୁବେଳେ ଏକ ଗଣ୍ଡଗୋଳିଆ ମନ ନେଇ ବଞ୍ଚୁଥାନ୍ତି। ଏଭଳି ଲୋକଙ୍କୁ ଦେଖିଲେ ତୁମେ ଠିକ ଜାଣିପାରିବ। ଏଠି କେତେ ଗୁଡ଼ିଏ କଥା ଏକା ସାଙ୍ଗରେ କହୁଛନ୍ତି। ଆମେ ଦେଖିଲେ ଯେ ସଂଗଠିତ ସେ ତ ହେଇନଥାଏ, ତାର ଚିନ୍ତା ଧାରଣାକୁ ସେ ସଂଗଠିତ କରିନଥାଏ, ଶୃଙ୍ଖଳିତ କରିପାରେ ନାହିଁ। ତେଣୁ ତାର ବଞ୍ଚିବାର ଶୈଳୀ ହଉଛି ସେ ଗଣ୍ଡଗୋଳିଆ ମନ ନେଇକି ସେ ବଞ୍ଚେ। ଏବଂ ସେ ବ୍ୟକ୍ତି ଯୋଉମାନଙ୍କର ମନ ଗଣ୍ଡଗୋଳିଆ, ତେଣୁ ସେମାନଙ୍କର ଚିନ୍ତା ବା ଧାରଣା ବି ସଂଗଠିତ ହେଇନଥାଏ। ତେଣୁ ତାଙ୍କର ବାହାରକୁ, ଏଇ ଯୋଉ ପୂର୍ବରୁ କହିଲେ ଯେ କହିଲେ କୋଠରୀରେ ଥାଆନ୍ତି ତା ବାହାରକୁ ଛାପ ଚିକଣ ଦେଖାଯାଉଥାଇପାରେ। ତେଣୁ ବେଳେ ବେଳେ ଦେଖିବେ କେତେ ଜଣ ଲୋକ ବାହାରକୁ ବହୁତ ସୁନ୍ଦର ଚିକଣ ଚାକଣ ହେଇକି ଥିବେ, କିନ୍ତୁ ଯୋଉମାନଙ୍କର ଟିକେ ଅନ୍ତର ଦୃଷ୍ଟି ଥିବ, କିମ୍ବା ଯୋଉମାନେ ନିଜେ ନିଷ୍ଠାପର ଥିବେ, ସେମାନେ ତାର ବାହାରର ଯୋଉ ଅତି ଚିକଣ ଚାକଣ ଚେହେରାକୁ ଦେଖି ବା ଘରର ଛାପ ବା ଚିକଣକୁ ଦେଖି କେବେ ବି ତାକୁ ବିଚାର କରିବେ ନାହିଁ। କାହିଁକି ନା ଯଦି ଆପଣଙ୍କର ଦୃଷ୍ଟି ନଥିବ ତାହେଲେ ଆପଣ ଜାଣିପାରିବେ। ସେଥିପାଇଁ ମାଲେ ଯୋଉ ଲେଖୁଛନ୍ତି ଏଇଭଳିଆ ଲୋକଙ୍କୁ ଦେଖିଲେ ତୁମେ ଠିକ ଜାଣିପାରିବ। କିଏ ଜାଣିପାରିବ? ଯିଏ ଶୃଙ୍ଖଳିତ ଥିବ ସିଏ ଜାଣିପାରିବ। ନଚେତ୍ ଆପଣ ସେମାନଙ୍କୁ ବାହାରୁ ଦେଖିକି ଜାଣିବା ଏତେ ସହଜ ହୁଏନି। କାହିଁକିନା ସେମାନେ ଏତେ ସୁନ୍ଦର ଭାବରେ ସଜାଡ଼ି ବାହାରକୁ ସଜାଡ଼ି ହେଇଥାନ୍ତି, କିନ୍ତୁ ସେମାନଙ୍କର ଭିତରଟି, ତାଙ୍କର ଧାରଣାଟି, ତାଙ୍କର ଚିନ୍ତା ସଂଗଠିତ ହେଇନଥାଏ। ଏବଂ ମୁଣ୍ଡଟା ମା ସେଥିପାଇଁ ଲେଖୁଛନ୍ତି ଗୋଟେ ଛୋଟ ମୁଣ୍ଡ। ତେଣୁ ତାଙ୍କର ମୁଣ୍ଡଟା ବି ବହୁତ ଛୋଟ। ତେଣୁ ତାଙ୍କର ମନ, ତାଙ୍କର କଥାବାର୍ତ୍ତା, ତାଙ୍କର ଅନ୍ୟ ଗୁଡ଼ିକ ମଧ୍ୟ ପ୍ରାୟତଃ ସେଇଭଳି ନିଚ ସ୍ତରର ହେଇଥାଏ। ମାନେ ମୁଁ ଏଭଳି ଲୋକଙ୍କ ସମ୍ବନ୍ଧରେ ଯାହା କହିଲି ସେଇ ନିୟମର ବ୍ୟତିକ୍ରମ ମୁଁ ଦେଖି ନାହିଁ। ଏ ଲୋକମାନେ ଜାଣିନଥାନ୍ତି ଘରେ କୌଣସି ଜିନିଷ ପତ୍ର କିପରି ଶୃଙ୍ଖଳ ରଖାଯାଏ। ସେମାନଙ୍କ ମସ୍ତିଷ୍କରେ ଚିନ୍ତାଧାରା ଗୁଡ଼ିକ ମଧ୍ୟ ସବୁବେଳେ ବିଶୃଙ୍ଖଳ। ଯୋଉମାନଙ୍କର ଚିନ୍ତା ବିଶୃଙ୍ଖଳ, ସେମାନେ ଜିନିଷ ପତ୍ର ମଧ୍ୟ ବିଶୃଙ୍ଖଳ କରି ପକାନ୍ତି। କିନ୍ତୁ ଆଉ ଗୋଟେ ଜିନିଷ ଆପଣ ଦେଖିଥିବେ, ଜଣେ ଜଣେ ଉଚ୍ଚତର ଚେତନାକୁ ଯେତେବେଳେ ଉଠି ଯାଆନ୍ତି, ମା ଏଠି ସାଧାରଣ ଲୋକଙ୍କ କଥା କହିଛନ୍ତି। ଜଣେ ଯେତେବେଳେ ଉଚ୍ଚତର ଚେତନାକୁ ଉଠି ଯାଆନ୍ତି, ସେତେବେଳେ ସେ ବାହାରେ କଣ ଘଟୁଛି କଣ ନ ଘଟୁଛି ସେ ସେଥିପ୍ରତି ତାଙ୍କର ଦୃଷ୍ଟି ନଥାଏ। ସେ ସେଥିପ୍ରତି ଏତେ ଉଦାସୀନ ଥାନ୍ତି, ସେ ଜାଣିପାରନ୍ତି ନାହିଁ ନିଜର କାର୍ଯ୍ୟକ୍ରମ ବି କେତେବେଳେ କୋଉଟା କରିବେ, ସେମାନେ ସେଥିରେ ମଧ୍ୟ ଜାଣିପାରନ୍ତି ନାହିଁ। କାରଣ ଚେତନାର ଉଚ୍ଚତର ସ୍ତରକୁ ଯିବା ଏବଂ ରୂପାନ୍ତର ହେଇଯିବା, ଏ ଦିଟା ଟିକେ ଅଲଗା କଥା। ରୂପାନ୍ତର ଯେହେତୁ ଆମେ ହେଇନାହାନ୍ତି, ବର୍ତ୍ତମାନ ଯୋଉ ସ୍ତରରେ ଅଛନ୍ତି, ଜଣେ ଯେତେବେଳେ ଚେତନାର ଅତି ଉର୍ଦ୍ଧ୍ୱ ସ୍ତରକୁ ଚାଲିଯାଏ, ସେତେବେଳେ ବାହ୍ୟ ମନ ପ୍ରାଣ ଶରୀର ପ୍ରତି ସେ ଟିକେ ଉଦାସୀନ ରହେ। ତେଣୁ ବେଳେ ବେଳେ ଦେଖାଯାଇଛି ଯୋଉମାନେ ଚେତନାର ଉର୍ଦ୍ଧ୍ୱ ସ୍ତରରେ ଥାଆନ୍ତି, ସେମାନେ ତାଙ୍କ ଦେହର ଯତ୍ନ ନିଅନ୍ତି ନାହିଁ। ଦେହର ଯତ୍ନ ନିଅନ୍ତି ନାହିଁ, ଜିନିଷ ପତ୍ର ସେ କୋଉଟା କଣ ଜାଣି ବି ପାରନ୍ତି ନାହିଁ। ଯେ ଏଇଟା ନେବେ କି ସେଇଟା ନେବେ, ସେମାନଙ୍କ ସେ କିଛି ସେ ବିଷୟରେ ଜ୍ଞାନ ନଥାଏ। ସେମାନଙ୍କ କଥା ଏଠି କୁହାଯାଇନି।
ମା ଏଠି କହୁଛନ୍ତି ମୁଁ ଯୋଉ ଲୋକମାନଙ୍କୁ ଦେଖିଛି ଏଇ ଲୋକମାନଙ୍କ କଥା ମାନେ ସାଧାରଣ ଲୋକଙ୍କ କଥା ଏଠି କୁହାଯାଉଛି। ତେଣୁ ବେଳେ ବେଳେ ଆମେ କାହିଁକି ମୁଁ ଏ କଥାଟି କହିଲି, ବେଳେ ବେଳେ ଆମେ ଯେହେତୁ ସାଧାରଣ ଚେତନାରେ ବସବାସ କରୁଛୁ, ବଡ ବଡ ଲୋକକୁ ଆମେ ଆମର ମନ ଧାରଣାରେ ବିଚାର କରିବାକୁ ଚେଷ୍ଟା କରୁ। ଅ, ଯେତେବେଳେ ଦେଖିବେ, ଆଉ ଗୋଟେ କଥା ଆମେ ଏଠି ମନେ ପଡୁଛି କହିଦଉଛି, ଜଣେ ଯେତେବେଳେ ସମାଧିସ୍ଥ ଅବସ୍ଥାକୁ ଚାଲିଯାଏ ସେତେବେଳେ ତାର ଶରୀର ଯଦି ସେଇ ଅବସ୍ଥାରେ ରହେ ତେବେ 20 ଦିନ ବା 21 ଦିନ ପର୍ଯ୍ୟନ୍ତ ମ୍ୟାକ୍ସିମମ୍ ରହିପାରେ ବୋଲି ବର୍ତ୍ତମାନ ସୁଦ୍ଧା ଦେଖାଯାଇଛି। ଏବଂ ମା ବି କହିଛନ୍ତି ଏବଂ ରାମକୃଷ୍ଣ ପରମହଂସଙ୍କର କ୍ଷେତ୍ରରେ ମଧ୍ୟ ସିଏ ବି କହିଥିଲେ ଯେ ସମାଧିସ୍ଥ ଅବସ୍ଥାରେ ଯେତେବେଳେ ଜଣେ ଯାଏ ପ୍ରାୟତଃ ମ୍ୟାକ୍ସିମମ୍ 21 ଦିନ ରହିପାରେ, ତାପରେ ଶରୀରକୁ ସେମାନେ ଶରୀର ଛାଡି ଚାଲିଯାଆନ୍ତି, ଆଉ ଫେରିବାକୁ ଇଚ୍ଛା କରନ୍ତି ନାହିଁ। ତେଣୁ ଯେତେବେଳେ ସମାଧିସ୍ଥ ଅବସ୍ଥାରେ ଥିବ ବାହାରେ କଣ ଘଟୁଛି କଣ ନ ଘଟୁଛି ସେ କଥା ଜାଣିବାର ସମ୍ଭାବନା ହିଁ ନାହିଁ। ତେଣୁ ଚେତନାର ଉର୍ଦ୍ଧ୍ୱ ସ୍ତରରେ ଥିବା ବ୍ୟକ୍ତି କୁ କେବେ ବି ନିଜର ସ୍ୱଳ୍ପ ଚିନ୍ତା ଧାରଣାରେ ବିଚାର କରିବାକୁ ଚେଷ୍ଟା କରିବେ ନାହିଁ। ଏଠି ଆମକୁ ନିଜକୁ ନିଜକୁ ନିଜେ ଚିହ୍ନିବା, ନିଜେ ନିଜକୁ ଶୃଙ୍ଖଳିତ କରିବା, ସେଇ ବିଷୟଟି କୁହାଯାଉଛି। ତେଣୁ ଆମେ ଆଉ କାହାକୁ ବିଚାର କରିବାର ଆମର ଅଧିକାର ନାହିଁ। ଅନେକ ସମୟରେ କଣ ହୁଏ, ଯେହେତୁ ଆମେ ମନଟିଏ ପାଇଛୁ, ଅନ୍ୟମାନଙ୍କୁ ବିଚାର କରିବା ଗୋଟେ ଆମର ଫ୍ୟାସନ, ଗୋଟେ ଫ୍ୟାସନ। ଅନ୍ୟମାନଙ୍କୁ କଣ କରୁଛନ୍ତି କଣ ନ କରୁଛନ୍ତି, ମୋ ଠାରୁ ନିଚା ମୋ ଠାରୁ ଉଚ୍ଚା, ଏଇ ସବୁ ପ୍ରକାରର କଳ୍ପନା, ସବୁ ପ୍ରକାରର ତୁଳନା ଆମେ ପ୍ରାୟ ମନୁଷ୍ୟ କରିଥାନ୍ତି। କିନ୍ତୁ ଯୋଉମାନେ ସାଧନା କରୁଛନ୍ତି, ଯୋଉମାନେ ଚାହୁଁଛନ୍ତି ନିଜର ଚେତନାର ଅଗ୍ରଗତି ହଉ, କେବେ ବି କୌଣସି ମୁହୂର୍ତ୍ତରେ ବି କାହାକୁ ବିଚାର କରିବେ ନାହିଁ, କାହାକୁ ବିଚାର କରି କୌଣସି ଟିପ୍ପଣୀ ଦେବେ ନାହିଁ। ଚିହ୍ନିବେ, ଚିହ୍ନିବେନି ନୁହଁ, କାହିଁକିନା ନ ଚିହ୍ନିଲେ ମା ତା ଲେଖୁଛନ୍ତି ସବୁ ଜାଗାରେ ତୁମେ ନିଜର ଗତିବୃତ୍ତିକୁ ଚିହ୍ନ ଏବଂ ସେଇ ଗତିବୃତ୍ତିରେ କିଏ ବସବାସ କରୁଛି, କିଏ ତୁମର ଅଗ୍ରଗତି ଯୋଉ ହିସାବରେ ତୁମର ସଂଗଠିତ ହଉଛି ତାକୁ ବିରୋଧ କରୁଛି ତାକୁ ଚିହ୍ନ। ସେ ପ୍ରକାର ବସ୍ତୁ ଠାରୁ ଦୂରରେ ରୁହ, ସେ ପ୍ରକାର ଭାବନା ଠାରୁ ଦୂରରେ ରୁହ, ସେ ପ୍ରକାର କଳ୍ପନା ଠାରୁ ଦୂରରେ ରୁହ, ସେ ପ୍ରକାରର ଚିନ୍ତା କଳ୍ପନା ଧାରଣାରେ ବସୁଥିବା ବ୍ୟକ୍ତି ପାଖରୁ ଦୂରରେ ରୁହ, ସେ ପ୍ରକାର ଚିନ୍ତା ଭାବନା କଳ୍ପନା ଥିବା ପୁସ୍ତକ ପାଖରୁ ଦୂରେଇ ରୁହ, ସେ ପ୍ରକାର ଚିନ୍ତା ଭାବନା କଳ୍ପନାକୁ ନେଇକରି ତିଆରି ହଉଥିବା ଗୀତ ନାଚ ବାହ୍ୟ ଯୋଉ ଏନଜୟମେଣ୍ଟ ସେଥିରୁ ଦୂରରେ ରୁହ। ତେଣୁ ଶୃଙ୍ଖଳା ଏବଂ ସଂଗଠିତ ହବା ନିହାତି ଦରକାର। ଏବଂ ନିଜେ ଅନୁଭବ ବି କରିପାରିବେ, ଗୋଟେ ଗୋଟେ ବ୍ୟକ୍ତି ପାଖକୁ ଗଲେ ଆପଣ ଗୋଟେ ଯେମିତି ଅନୁଭବ ହୁଏ, ଗୋଟେ ଅନଇଜି ଫିଲ୍ ହୁଏ। ଯଦି ଆପଣ ଓପନନେସ୍ ଥିବ, ଯଦି ଆପଣ ଟିକେ ମାଙ୍କୁ ପ୍ରାର୍ଥନା କରିବେ, ତେବେ ନିଶ୍ଚିତ ଭାବରେ ସ୍ପଷ୍ଟ ଅନୁଭବ କରିପାରିବେ ଯେ ଲୋକଟିର ମସ୍ତିଷ୍କ କେତେ ବିଶୃଙ୍ଖଳିତ ହେଇକି ଅଛି। କିନ୍ତୁ ବାହାରକୁ ସେ ଚିକ୍କଣ କଥା କହୁଥାଇ ପାରନ୍ତି, ବାହାରକୁ ସେ ଅତି ସୁନ୍ଦର ଭାବରେ ଚିକଣ ଚାକଣ ହେଇଥାଇ ପାରନ୍ତି, ତାଙ୍କର ଘରଟି ବି ବାହାରକୁ ଦୂରରୁ ଦେଖାଯାଇଥାଇପାରେ। କିନ୍ତୁ ଆଉ ଗୋଟେ କଥା ଦେଖିବେ, ଭାଇସ ବର୍ଷା ସବୁବେଳେ ଧରି ନେବେନି ଯେ ବାହାର ଚିକଣ ଅଛି ମାନେ ଭିତରଟା ଖରାପ ଥିବ, ସେମିତି ନାହିଁ। ଯାହାର ଭିତରେ ଭଲ, ବାହାର ବି ଚିକଣ ଭିତରେ ଚିକଣ ସବୁ ଚିକଣ ବି ଥାଇପାରେ। କିମ୍ବା ବାହାର ଚିକଣ ଭିତରେ ଚିକଣ ସବୁ ଥାଇକି ମଧ୍ୟ ଲୋକ ଚିକଣ ନଥାଇ ପାରନ୍ତି, ବିଶୃଙ୍ଖଳ ଥାଇପାରନ୍ତି, କାହିଁକିନା ଲୋକ ଦେଖେଇ ହେବା ପାଇଁ ଗୋଟେ କରନ୍ତି ଏବଂ ନିଜ ଭିତରରେ ଆଉ ଗୋଟେ ଥାଏ। ସେ ପ୍ରକାର ଲୋକ ବି ମାରାତ୍ମକ ଲୋକ ବି ଅଛନ୍ତି, ତାଙ୍କୁ ବି ଚିହ୍ନିବା ଭାରି କଷ୍ଟ। ସେଇଥିପାଇଁ କୁହାଯାଏ କୌଣସି ବ୍ୟକ୍ତିକୁ ବାହାରୁ ଦେଖି ବିଚାର କରିବ ନାହିଁ, ମାଙ୍କ ପାଖରେ ପ୍ରାର୍ଥନା କରିବ, ମାଙ୍କୁ ନେଇକି ମାଙ୍କ ପାଖରେ ସମର୍ପଣ କରିବ। ତାହେଲେ ତୁମକୁ ମା କଣ କରିବେ, କାହାଠାରୁ କେତିକି ଦୂରତ୍ୱ ବଜାୟ ରଖିବାକୁ ହବ, କୋଉ ବହିକୁ ମୋ ପାଖକୁ ଆସିବ, କୋଉ ବହି ମୋ ପାଖକୁ ଆସିବ ନାହିଁ, ତା ବି ମା କଣ କରିବ ପରିବେଶ ପରିସ୍ଥିତି ତିଆରି କରିବେ, ଖରାପ ବହି ମୋ ପାଖକୁ ଆସି ପହଞ୍ଚିବ ନାହିଁ। ତେଣୁ ଏ ପ୍ରକାର ଆଉ ବେଳେ ବେଳେ ଜୀବନର କ୍ଷେତ୍ରରେ ଅନେକ ଘଟଣା ଘଟେ, ଆମକୁ ଆମେ ବେଳେ ବେଳେ ନିଜକୁ ଦାୟୀ କରନ୍ତି ଯେ ମୁଁ କଣ ପାପ କରିଥିଲି ଯେ ଏଭଳି ସ୍ଥିତିରେ ପଡ଼ିଛି। ସେଇଠି ଆମେ ନିଜକୁ ସଂଶୋଧନ କରିବା ଆମର ଧାରଣାକୁ। କାରଣ ଅଧିକରୁ ଅଧିକ ସଂଗଠିତ ହବା ପାଇଁ, ଅଧିକରୁ ଅଧିକ ଶୃଙ୍ଖଳିତ ହବା ପାଇଁ, ଅଧିକରୁ ଅଧିକ ଅଗ୍ରଗତି କରିବା ପାଇଁ
ଆମର ଯୋଉ ଯୋଉ ଚେତନାର ଯୋଉ ଯୋଉ ଅଂଶରେ ଯୋଉ ଯୋଉ ସତ୍ତାରେ ଶୃଙ୍ଖଳିତ ହେଇନାହୁଁ, ଯୋଉ ଯୋଉ ସତ୍ତାରେ ଯୋଉ ଯୋଉ ଚିନ୍ତାରେ ଯୋଉ ଯୋଉ ଧାରଣାରେ ଯୋଉ ଯୋଉ ଭାବନାରେ ଯୋଉ ଯୋଉ କାର୍ଯ୍ୟାବଳୀରେ ଆମେ ଆହୁରି ଅଧିକରୁ ଅଧିକ ସୁନ୍ଦର ଭାବରେ ସୁସଙ୍ଗତ ଯୁକ୍ତ ଯୁକ୍ତି ସଙ୍ଗତ ଭାବରେ ସଂଗଠିତ ହବା ଦରକାର, ସେ ଗୁଡାକ ଆମ ପାଖରେ ଦେଖେଇ ଦିଆଯାଏ। ତେଣୁ ସେଇଟା ଗୋଟେ ଆମ ପାଇଁ ଗୋଟେ ଅପରଚୁନିଟି, ଗୋଟେ ସୁଯୋଗ। ଆମେ ସେ ପରିବେଶ ପରିସ୍ଥିତିରେ ନିଜକୁ ଅଧିକରୁ ଅଧିକ ସଂଗଠିତ କରିବାର ଅଛି। ଅଧିକରୁ ଅଧିକ ଅଗ୍ରଗତି କରିବା ପାଇଁ ବେଳେ ବେଳେ ସେଇ ପରିବେଶ ଗୁଡ଼ିକ, ବିରୋଧାତ୍ମକ ପରିବେଶ ଗୁଡ଼ିକ ଅଧିକରୁ ଅଧିକ ଆମକୁ ଲିଫ୍ଟ କରେଇ ଦିଏ, ଅଗ୍ରଗତିଟା ଅଧିକ ତୀବ୍ର ହେଇଯାଏ। ତେଣୁ କେବେ ବି ନିଜକୁ ସେଥିପାଇଁ ଦାୟୀ କରିବେ ନାହିଁ ଯେ ମୁଁ ଏଭଳି ଏକ ପରିସ୍ଥିତିରେ ପଡ଼ିଛି, ମୋ ଚତୁଃପାର୍ଶ୍ୱଟି ଏଇଭଳିଆ, ମୁଁ ଏଇଭଳିଆ ସଙ୍ଗରେ ପଡ଼ିଯାଇଥିଲି, ମୁଁ କଣ ଏତେ ଖରାପ ଯେ ମୁଁ ସେଇଭଳିଆ ସଙ୍ଗରେ ରହିଯାଇଛି? ନାଇଁ ନାଇଁ, ଆପଣ ସଚେତନ ହଉଛନ୍ତି ଅର୍ଥ ଆପଣଙ୍କୁ ସେ ପରିବେଶ ପରିସ୍ଥିତି ଉପରେ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ଅଛି ବୋଲି ସେ ସାମର୍ଥ୍ୟ ଦିଆଯାଇଛି। ଆପଣ ଯଦି ତାକୁ ବ୍ୟବହାର କରି ନିଜ ଉପରେ ନିୟନ୍ତ୍ରଣ କରିପାରୁଛନ୍ତି, ତାହେଲେ ଆପଣଙ୍କ ପାଖରେ ସେ ପରିବେଶଟି ଧୀରେ 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 ଅପସରି ଯିବ। କାହିଁକିନା ଆପଣଙ୍କର ଯେତେବେଳେ ନିୟନ୍ତ୍ରଣ ଆସିଯିବ, ସେତେବେଳେ ସେ ପରିସ୍ଥିତି ଆଉ ରହିବ ନାହିଁ। ସିମ୍ପୁଲ କଥା। ଆପଣ ଯେତେବେଳେ ଅକ୍ଷର ଶିଖୁଛନ୍ତି, ଯୋଉ ଅକ୍ଷର ଶିଖିଗଲେ ସେ ଅକ୍ଷର ଲେଖିବା ପାଇଁ ଆଉ ବାଧ୍ୟ କରାଯାଏ ନାହିଁ, ତା ପର ଅକ୍ଷରଟି କୁହାଯାଏ। କାହିଁକି ନା ସେ ଅକ୍ଷରଟି ଆପଣ ଶିଖି ସାରିଲେଣି। କିନ୍ତୁ ସେ ଅକ୍ଷରଟି ସୁନ୍ଦର ଭାବରେ ବି ହେଇନାହିଁ, ତେଣୁ ବେଳେ ବେଳେ କାଳେ ଭୁଲିଯିବେ, ତାକୁ ମଧ୍ୟ କୁହାଯାଏ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପାନ୍ତର ନ ହେଇଛି, ସେ ପର୍ଯ୍ୟନ୍ତ ଅନେକ ପ୍ରକାର ପରିବେଶ ପରିସ୍ଥିତି ଆମ ଜୀବନରେ ଆସେ। କାହିଁକି ନା ଆମ ଭିତରେ କୌଣସି ନା କୌଣସି ସତ୍ତା, ଯିଏ ଆହୁରି ଶୃଙ୍ଖଳିତ ସଂଗଠିତ ହେବା ଦରକାର, ସିଏ ବି ସମ୍ମୁଖକୁ ଆସିବ ଏବଂ ସିଏ ବି ଶୃଙ୍ଖଳିତ ହବ, ସିଏ ବି ମାଙ୍କ ଆଲୋକରେ ଆଲୋକିତ ହବ। ସେଥିପାଇଁ ପରିବେଶ ପରିସ୍ଥିତି ପଡ଼େ। ତେଣୁ କେବେ ବି କୌଣସି କଥାକୁ ନେଇକି ନିଜେ ନିରାଶ, ହତାଶ, ବିଷାଦ ହେବେ ନାହିଁ। ନିଜକୁ ଦାୟୀ କରି ଅ, ଅଭିମାନ କରିବେ ନାହିଁ କିମ୍ବା ନିରାଶ ହେବେ ନାହିଁ, ମୋ ଦ୍ୱାରା ଆଉ ହବ ନାହିଁ, ଏ ବିଷୟ କେବେ କହିବେ ନାହିଁ। କାରଣ ଆମେ ଜାଣି ରଖିବା ଉଚିତ, ମା ଆମ ସହିତ ରହିଛନ୍ତି। ତେଣୁ ନିଶ୍ଚୟ ଆମର ବିଜୟ ସମ୍ଭବ ଏବଂ ବିଜୟ ହବ ନିଶ୍ଚୟ। ଆମେ ଯିବା ସେଇ ଟପିକ ଉପରେ କଥାକୁ ଟିକେ। ମା କହୁଛନ୍ତି ଯୋଉମାନଙ୍କର ଚିନ୍ତାଧାରା ଗୁଡ଼ିକ ବିଶୃଙ୍ଖଳ, ସେମାନଙ୍କ ମୁଣ୍ଡ ଭିତରେ ଦୁଇଟି ବିରୋଧାତ୍ମକ ଚିନ୍ତା ସେଇ ଏକ ସଙ୍ଗରେ ଖେଳୁଥାନ୍ତି। ତହିଁରେ କୌଣସି ଉଚ୍ଚତର ସମନ୍ୱୟ ନଥାଏ। ତହିଁରେ କୌଣସି ଉଚ୍ଚତର ସମନ୍ୱୟ ନଥାଏ। ଦେଖନ୍ତୁ, ଦୁଇଟି ବିରୋଧାତ୍ମକ ଚିନ୍ତା ସେମାନଙ୍କ ଭିତରେ ଖେଳୁଥାଏ, କୌଣସି ଉଚ୍ଚତର ସମନ୍ୱୟ ନଥାଏ, ମା କହୁଛନ୍ତି। ଏଠି ଆମେ ବୁଝି ରଖିବା ଯେ ଦୁଇଟି ବିରୋଧାତ୍ମକ ଚିନ୍ତା ଆସିବା ଅର୍ଥ ନୁହଁ ଯେ ମୁଁ ଖରାପ ଅବସ୍ଥାରେ ଅଛି ବୋଲି। କାହିଁକି ନା ବେଳେ ବେଳେ ସେ ପ୍ରକାର ଭାବନା ଆମେ କରି ବସଉ ଏବଂ ନିଜକୁ ଦାୟୀ କରୁ। ଏଠି କିନ୍ତୁ ଯୋଉ କଥାରେ କୁହାଉଛି, ଏଠି କୁହାଉଛି ଯୋଉମାନଙ୍କର ଚିନ୍ତାଧାରା ବିଶୃଙ୍ଖଳିତ, ସେମାନଙ୍କ ଭିତରେ ଦୁଇଟି ବିରୋଧାତ୍ମକ ଚିନ୍ତା ଥିବ ଏବଂ ଉଚ୍ଚତର ଯେହେତୁ ସମୟ ନାହିଁ, ତେଣୁ ସେମାନେ ଗୋଳମାଳିଆ ହେଇକିରି କାମ କରୁଥିବେ। ନିଜେ ଜାଣିନଥିବେ କୋଉଟା କଣ କରୁଛନ୍ତି। ତାଙ୍କର ସ୍ୱାର୍ଥ, ତାଙ୍କର ଅହଙ୍କାର, ତାଙ୍କର ସେଇ ଗୋଳମାଳିଆ ସ୍ଥିତିକୁ ନେଇକି ସେ ବଜାୟ ରଖିଥାନ୍ତି। କିନ୍ତୁ ଯୋଉମାନଙ୍କ ଭିତରେ ଟିକେ ଆସ୍ପୃହା ଥାଏ, ପ୍ରାର୍ଥନା ଥାଏ, ଉଚ୍ଚତର ଶକ୍ତିକୁ ଆହ୍ୱାନ ଥାଏ, ମାଙ୍କୁ ଆମେ ଆହ୍ୱାନ କରୁଛୁ, ଆଉ କିଏ କିଏ ତାଙ୍କର ନିଜର ଇଷ୍ଟକୁ ଆହ୍ୱାନ କରୁଛନ୍ତି। ଯଦି ଆହ୍ୱାନ ଥାଏ, ତାହେଲେ ସିଏ ଜାଣିପାରେ ମୋ ଭିତରେ ଦିଟା ଯାକ ବିରୋଧାତ୍ମକ ଚିନ୍ତା ଆସୁଛି, ଏଇଟା ଆସୁଛି ସେଇଟା ଆସୁଛି, ଏଇଟା ମତେ ବିରୋଧ କରୁଛି, ଏଇଟା ମତେ ସପକ୍ଷ କରୁଛି, ସିଏ ଜାଣିପାରେ। ତାପରେ ଉଚ୍ଚତର ସମନ୍ୱୟ ପାଇଁ ସେ ଚେଷ୍ଟା କରିବ, ପ୍ରାର୍ଥନା କରିବ, ନିଜକୁ ପ୍ରସ୍ତୁତ କରିବ। କିନ୍ତୁ ଯାହାର ବିଶୃଙ୍ଖଳିତ, ସିଏ ଜାଣି ବି ପାରେ ନାହିଁ, ଉଚ୍ଚତର ସମନ୍ୱୟ ନଥାଏ ତାର, କାରଣ ସେ ଜାଣି ବି ପାରେ ନାହିଁ ଯେ ଦିଟା ଯାକ ବିରୋଧାତ୍ମକ ଚିନ୍ତା ତା ଭିତରକୁ ଆସୁଛି। ସେତେବେଳେ ଆପଣ ଦେଖିବେ, ସେତେବେଳେ ଭଲ ଚିନ୍ତା ତା ଭିତରକୁ ଆସିଲେ ସିଏ ତାକୁ କହୁଥିବ ଏଇଟା ହଉଛି ମନ୍ଦ ଚିନ୍ତା। ଏଇଟା କାହିଁକି ନା ଯେତେବେଳେ ଜଣେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଉଛି, ସେତେବେଳେ ତାକୁ ସୁହାଇଲା ଭଳିଆ ଚିନ୍ତା ତାକୁ ଠିକ ଲାଗିବ, ଯୋଉଥିରେ ସିଏ ପ୍ରତିଷ୍ଠିତ ହଉଛି, ଅହଂ ପ୍ରତିଷ୍ଠିତ ହଉଛି। ଯୋଉଟା ତାର ଅହଂକୁ ପ୍ରତିଷ୍ଠିତ କରୁନାହିଁ, ତାକୁ ନ୍ୟୁଟ୍ରାଲ କରେଇ ଦଉଛି, ସେଟାକୁ ସେ ସବୁବେଳେ କହିବ ଏଇଟା ବିରୋଧ କଥା ବୋଲି। ତେଣୁ ତା କ୍ଷେତ୍ରରେ ଉଚ୍ଚତର ସମନ୍ୱୟ ନଥାଏ। ତେଣୁ ସେ ସେମିତି ବିଶୃଙ୍ଖଳିତ ହେଇକି ଥାଏ।
ମା ଲେଖୁଛନ୍ତି ତୁମେ କଥା ବିଶ୍ୱାସ କରୁନ କି ଏଇଟା ହୁଏ। ସେମାନଙ୍କର ଏହି ଧରଣର ବିଶୃଙ୍ଖଳା ଓ ସେମାନଙ୍କର ଚିନ୍ତାକୁ ସଂଗଠିତ ନ କରିପାରିବା ହେଉଛି ଏହାର ଏକ କାରଣ। ଯେହେତୁ ସେମାନେ ନିଜକୁ ସଂଗଠିତ କରିପାରୁନାହାନ୍ତି, ତେଣୁ ସେମାନେ ଏଇଭଳି ଦ୍ୱନ୍ଦାତ୍ମକ ଚିନ୍ତାରେ ରହିଥାନ୍ତି ଏବଂ ସେମାନେ ତାଙ୍କର କାର୍ଯ୍ୟ ଗୁଡାକରେ ସେ ଜାଣିପାରିବେନି କୋଉଟା ଠିକ କୋଉଟା ଭୁଲ। ଏଇ ଲୋକଙ୍କ ସହିତ ତୁମେ 10 ମିନିଟ ବି କଥା କହିବା ଦରକାର ନାହିଁ। କେହି କେହି ଲୋକ ମତେ ଜଣେ ଥରେ ମତେ କହିଲେ, ତୁମେ କଣ ଏମିତି ସିଧାସଳଖ କହୁଛ ମା କହିଛନ୍ତି ସେ ଲୋକମାନଙ୍କ ପାଖରୁ ଦୂରେଇ ରୁହ। ମା କୋଉଠି କହିଛନ୍ତି? ମୁଁ ତାଙ୍କୁ ଯେତେ କହିଲି ସେ ବିଶ୍ୱାସ କରନ୍ତିନି। ଏଠି ଦେଖନ୍ତୁ ମା ସିଧାସଳଖ ଲେଖୁଛନ୍ତି, ସେଇ ଲୋକଙ୍କ ସହିତ ତୁମେ 10 ମିନିଟ ବି କଥା କହିବା ଦରକାର ନାହିଁ। ତାମାନେ ସେ ଲୋକ ଚିନ୍ତା କରନ୍ତୁ, ସେ ଲୋକ ସହିତ ମିଶିବା ଦୂରର କଥା, 10 ମିନିଟ କଥା ହବା ପାଇଁ ବି ମା ମନା କରିଛନ୍ତି। କାରଣ ଆପଣ ତା ଦ୍ୱାରା ନିଜେ ଦୂଷିତ ହେଇଯିବାର, ନିଜେ ପ୍ରଭାବିତ ହବାର ସମ୍ଭାବନା ମଧ୍ୟ ଥାଏ। କାରଣ ଆମେ ସେତିକି ସଂଗଠିତ ଯଦି ହେଇନଥିବା, ତାହେଲେ କୌଣସି ଏକ ଅଂଶରେ ମୋର ସିଏ ପଶିକି ରହିଯିବ, ମୋ ଅବଚେତନା ଭିତରେ ଜାଗା ମାଡ଼ି ବସିବ, ପୁଣି ମୋର ଦୁର୍ବଳ ମୁହୂର୍ତ୍ତରେ ମତେ ମାଡ଼ି ବସିବ। ତେଣୁ ସେ ପ୍ରକାରର ଲୋକଙ୍କ ସହିତ 10 ମିନିଟ କଥା କହିବା ବି ଦରକାର ନାହିଁ, ମା ମନା କରୁଛନ୍ତି। ଯଦି ତୁମେ ତାଙ୍କ କୋଠରୀ ଭିତରକୁ କୌଣସି ପ୍ରକାର ଯାଇପାରିବ ଓ ତା ଭିତରକୁ ଯାଇ ତାଙ୍କର ଆଲମିରା, ଅଳଗୁଣି, ବହିଥାକ, ବିଛଣାଦି ଦେଖିବ, ତେବେ ସେ ଲୋକ ସମ୍ବନ୍ଧେ ତୁମେ ସବୁ ଜାଣିପାରିବ। ସେମାନେ କେଉଁ ସ୍ତରରେ ଅଛନ୍ତି ତୁମକୁ ଜଣା ପଡିବ, ନୁହେଁ କି? ଏଇଟା ଜଣେ ଯେତେବେଳେ ଚାହୁଁଥିବ, ତାହେଲେ ସେ ଅନୁଭବ କରିପାରିବ ଏବଂ ସେ ବ୍ୟକ୍ତି ପାଖରୁ ଦୂରେଇ ପାରିବ। ନଚେତ୍ ଆମେ ତାଙ୍କ ଦ୍ୱାରା ପ୍ରଭାବିତ ହବା ସହଜ। ସେଇଥିପାଇଁ ଯୋଉମାନେ ସାଧନାର ପ୍ରାରମ୍ଭିକ ସ୍ତରରେ ଥାଆନ୍ତି, ତାଙ୍କୁ ବାରମ୍ବାର କୁହାଯାଇଥାଏ ଯେ ତୁମେ ଏକା ରହିବ, କାହା ସହିତ ରହିବ ନାହିଁ, ଆଉ ସବୁ ମେଣ୍ଟେନ କରାଯାଏ, ଦୂରେଇ ରହିବ। ସେଇଥିପାଇଁ ସାଧାରଣତଃ ଦେଖିବେ ଯୋଉମାନେ ସନ୍ନ୍ୟାସ ଗ୍ରହଣ କରନ୍ତି, ସେମାନେ କାହାରି ଉଚ୍ଛିଷ୍ଟ ଖାଆନ୍ତି ନାହିଁ। ଏସବୁ ଜିନିଷ ଗୁଡିକ ଲାଳନ ପାଳନ କରିବାକୁ ପଡେ ଏବଂ ନିଜ ଉପରେ ନିଜର ନିୟନ୍ତ୍ରଣ ପାଇଁ ଦରକାର ପଡେ। କାରଣ ଆପଣ ଯୋଉ ବ୍ୟକ୍ତି ସହିତ କଥା ହଉଛନ୍ତି ତା ଦ୍ୱାରା ପ୍ରଭାବିତ ହୁଅନ୍ତି। ଯଦି ସେ ବ୍ୟକ୍ତିର ଉଚ୍ଛିଷ୍ଟ ଖାଆନ୍ତି, ସେ ବ୍ୟକ୍ତି ସହିତ ବି ଖାଆନ୍ତି, ତାର ଚେତନା ଆପଣଙ୍କ ଭିତରେ ପ୍ରବେଶ କରେ। ଖାଇବା କଥା ନେଇକି ମଧ୍ୟ ସେଇ କଥା ଉଠିଥିଲା। ଯୋଉ ଆମିଷ ଖାଇବା ନ ଖାଇବା କଥା ନେଇକିରି ପ୍ରଭୁ କହିଲେ, ଯୋଉମାନେ ସାଧାରଣ ମଣିଷ ଭଳି ଏପର୍ଯ୍ୟନ୍ତ ବସବାସ କରୁଛନ୍ତି, ସେମାନେ ଯେତେବେଳେ ଗୋଟେ ପଶୁକୁ ମାରିକି ଖାଉଛନ୍ତି ବା କୁକୁଡ଼ାକୁ ମାରିକି ଖାଉଛନ୍ତି, ଯେହେତୁ ତାଙ୍କର ଚେତନା ଏବଂ ପଶୁ ଏବଂ କୁକୁଡ଼ାର ଚେତନା ଭିତରେ କିଛି ଫରକ ନାହିଁ, ତେଣୁ ତାଙ୍କୁ ଜଣା ପଡେ ନାହିଁ ଏବଂ ତାଙ୍କୁ ତାହା ପ୍ରଭାବ ପକାଏ ନାହିଁ। ତୁମେ ଯେତେବେଳେ ଚେତନାର ଟିକେ ଉର୍ଦ୍ଧ୍ୱ ସ୍ତରକୁ ଯିବ, ସେତେବେଳେ ଯୋଉ ପଶୁଟିକୁ ତୁମେ ମାରିକି ଖାଉଛ, ଯୋଉ ଯାହାକୁ ପକ୍ଷୀଟିକି ମାରିକି ଖାଉଛ, ସିଏ ଯୋଉ ଚେତନାର ସ୍ତରରେ, ତୁମେ ସେ ଚେତନାକୁ ଗ୍ରହଣ କରୁଛ ସେ ଖାଦ୍ୟ ମାଧ୍ୟମରେ। ତେଣୁ ତୁମର ଯୋଉ ଚେତନାର ଉଚ୍ଚ ସ୍ତର ରହିଛି ତା ଭିତରେ ମିଶାଣ ହେଇଗଲା, ତା ଭିତରେ ମାନେ ଗୋଳିଆ ଜିନିଷ ମିଶିଗଲା। ପରିଷ୍କାର ପାଣି ଥିଲା, ତା ଭିତରେ ଅଳ୍ପ ଗୋଳିଆ ମିଶିଲା, ଜଣା ପଡିବନି ସେ ଗୋଳିଆ ହେଇଗଲାଣି। କିନ୍ତୁ ଟିକେ ମିଶିଲା, ଟିକେ ଗୋଳିଆ ହେଲା, ପୁଣି ଟିକେ ମିଶିବ, ପୁଣି ଟିକେ ଗୋଳିଆ ହବ। ଏଇଭଳି ଭାବରେ ଯେତେ ଅଧିକ ଅଧିକ ମିଶିବ, ସେ ଅତେ ଅଧିକ ଅଧିକ ଗୋଳିଆ ହେଇକି ଯିବ। ତେଣୁ ଯୋଉମାନେ ସାଧନା କରୁଛନ୍ତି, ସେମାନେ ଯେତେବେଳେ ଏ ଯୋଉ ପଶୁ ଚେତନା ଯୁକ୍ତ ଖାଦ୍ୟ, ତାମସିକ ଚେତନା ଯୁକ୍ତ ଖାଦ୍ୟ, ରାଜସିକ ଚେତନା ଯୁକ୍ତ ଖାଦ୍ୟ ଗ୍ରହଣ କରିବେ, ସେତେବେଳେ ତାଙ୍କ ଚେତନାଟି ମଳିନ ହେଇ 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 ହେଇଯିବ ଏବଂ ସିଏ ଦୂରେଇ ଦୂରେଇ ଯିବେ, ଜାଣିପାରିବେ ନାହିଁ। ତାପରେ ପୁରା ଦୂରେଇ ଯାଇଥିବେ, ସିଏ ଭାବିବେ ମୁଁ ପଥରେ ଅଛି। ଦେଖନ୍ତୁ, ମୁଁ ଏଠି ତିନିଟା କଥା କହିଲି। ପଶୁ ଚେତନା ଯୁକ୍ତ ଖାଦ୍ୟ କହିଲି, ତାମସିକ ଖାଦ୍ୟ କହିଲି, ରାଜସିକ ଖାଦ୍ୟ କହିଲି। କାହିଁକି? କାହିଁକିନା ଯେତେବେଳେ ଆପଣ ଗୋଟେ ପଶୁକୁ ମାରୁଛନ୍ତି, ତାର ପଶୁ ଚେତନାଟି ଆପଣଙ୍କ ଭିତରେ ପ୍ରବେଶ କରିବ ଯେତେବେଳେ ଆପଣ ସେ ପଶୁର ମାଂସଟି ଖାଉଛନ୍ତି। ଆପଣ ତାମସିକ ଯୁକ୍ତ ଖାଦ୍ୟ, କେତେ ଗୁଟେ ଖାଦ୍ୟ ରହିଛି ବାସି ଖାଦ୍ୟ, କେତେ ଗୁଟେ ଖାଦ୍ୟ ରହିଛି ଆଲକୋହଲିକ ଆମେ ଯୋଉଗୁଡା କହୁନା, ସେଗୁଡାକ ହଉଛି ସାଧାରଣତଃ ତାମସିକ ଯୁକ୍ତ ଖାଦ୍ୟ। ସିଏ ଆମ ଭିତରେ ତାମସିକତାଟାକୁ ଆଣିଦିଏ। ତେଣୁ ତାମାନେ ମୋର ଶରୀରରେ ତାମସିକତା ଆସିବ, ମନରେ ତାମସିକତା ଆସିବ, ପ୍ରାଣରେ ମଧ୍ୟ ତାମସିକତା ଆସିବ। ତାମସିକତା ମାନେ ଆଳସ୍ୟତା, ଜଡତା, ପରିବର୍ତ୍ତନ ବିମୁଖତା। ଇଏ ହଉଛି ତାମସିକତାର ଏକ ବିରାଟ ଗୁଣ।
ପରିବର୍ତ୍ତନ ବିମୁଖତା ମାନେ ମୁଁ ନିଜକୁ ପରିବର୍ତ୍ତନ କରିବି ନାହିଁ, ମୁଁ ନିଜକୁ ବଦଳେଇବି ନାହିଁ, ଏଇ ପ୍ରକାରର ଚେତନା ସେ ତାମସିକ ଯୁକ୍ତ ଖାଦ୍ୟ ଆଣିବ। ତେଣୁ ଯଥାସମ୍ଭବ ଚେଷ୍ଟା କରିବେ ବାସି ଖାଦ୍ୟ କେବେ ବି ଖାଇବେ ନାହିଁ। ଏଇଟା ମନେ ରଖନ୍ତୁ, ତାହା ଯେତେ ଟେଷ୍ଟି ହେଇଥାଉ। ଏବଂ ଯଦି ବାସି ଖାଦ୍ୟ ମୁଁ ନ ଖାଇବି ବୋଲି ସଂକଳ୍ପ କଲି, ତେବେ ଦେଖିବେ କଣ ହବ ନା ଆପଣଙ୍କର ଜୀବନଟି ସଂଗଠିତ ହବ, ଜୀବନ ପ୍ରକ୍ରିୟାଟି ସଂଗଠିତ ହବ। ତେଣୁ ଆପଣଙ୍କର ଖାଦ୍ୟ ଆପଣ ଅଜାଣତରେ ମଧ୍ୟ ସେତିକି ଖାଦ୍ୟ ଘରେ ତିଆରି ହେବ ଯେତିକି ଆପଣଙ୍କର ଆବଶ୍ୟକ। ଆପଣ ଭାବୁଥିବେ କଣ ଏମିତି କହିହବ? ଅଧିକା ବେଳେ ବେଳେ ହେଇପାରେ। ଯଦି ଚେତନାର ସେଇ ସ୍ତରରେ ବଞ୍ଚିବାକୁ ଆପଣ ସଂକଳ୍ପ କରିବେ ଏବଂ ତା ସମସ୍ତେ ସଂକଳ୍ପ କରିବେ, ଯିଏ ରୋଷେଇ କରୁଛି ସିଏ ଯଦି ସେଇ ସ୍ତରରେ ରହି ସଂକଳ୍ପ କରିବ, ତେବେ ତା ହାତରେ ସେତିକି ହିଁ ରୋଷେଇ ହବ ଯେତିକି ସରିବ। ଆମେ ଯେହେତୁ ସେଇ ସ୍ତରକୁ ଯାଉନାହୁଁ, ତେଣୁ ଆମ କ୍ଷେତ୍ରରେ ଘଟଣାଟି ସବୁବେଳେ ସେଇଆ ଘଟୁଛି। ଘରର ମୁରବୀ ଯିଏ ରୋଷେଇ କରୁଛି, ସଂଗଠନରେ ଯିଏ ମୁରବୀ, ସଂଗଠନରେ ଯିଏ ରୋଷେଇ କରୁଛି, ଯୋଉ ଗୋଟେ ଭୋଜି ଭାତ ହଉଛି, ତାର ଯିଏ ମୁରବୀ ତାର ଚେତନା, ଯିଏ ରୋଷେଇ କରୁଛି ଯିଏ ରୋଷେଇ କରୁଛି ତାର ଚେତନା, ଏ ସବୁ ଜିନିଷ ପରସ୍ପର ସହିତ ସମ୍ପୃକ୍ତ ଏବଂ ସଂଯୋଜିତ। ତେଣୁ ଯଦି ଚେତନାର ଉର୍ଦ୍ଧ୍ୱ ସ୍ତରରେ ରହିକି କରିବେ, ତେବେ ଦେଖିବେ ଠିକରେ ରହିବ। ତେଣୁ ସଂକଳ୍ପ କରନ୍ତୁ, ଯଦି ସାଧନା କରିବାକୁ ଚାହୁଁଛନ୍ତି ପାଶବିକ ଖାଦ୍ୟ ସଂକଳ୍ପ କରନ୍ତୁ। ଯଦି ଇଚ୍ଛା ଅଛି ତାହେଲେ ଚେଷ୍ଟା କରି ଧୀରେ 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 କମାନ୍ତୁ। ଜବରଦସ୍ତ କମେଇବା ଦରକାର ନାହିଁ, ଚେଷ୍ଟା କରି କମାନ୍ତୁ। ତାମସିକ ଖାଦ୍ୟ ବନ୍ଦ କରନ୍ତୁ। ରାଜସିକ ଖାଦ୍ୟ ଗୋଟା କଥା କହିଲି। ରାଜସିକ ଖାଦ୍ୟ ଆପଣ ମସଲା ଯୁକ୍ତ ଖାଦ୍ୟ, ଆପଣଙ୍କ ଭିତରେ ଉତ୍ତେଜନା ପ୍ରେରଣ କରୁଥିବା, ଉତ୍ତେଜନା ଆଣୁଥିବା ଏବଂ ନିଜକୁ ଆମେ କହୁଛୁ ଟେମ୍ପ କରିବା ଯୋଉ କହନ୍ତି ନା, ଯୋଉ ଉତ୍ତେଜିତ କରୁଥିବା ଯେକୌଣସି ଖାଦ୍ୟ ଆପଣଙ୍କ ରାଜସିକ ଖାଦ୍ୟ। ଯଦି ଆପଣ ସାଧନା କରୁଛନ୍ତି ତେବେ ଏଗୁଡ଼ିକ ମଧ୍ୟ ଜଗିବା ଦରକାର। ତେଣୁ ଆପଣ ମସଲା ଯୁକ୍ତ ଖାଦ୍ୟ, ନୈଶ୍ୟ ଆହାର ଏସବୁ ଆମେ ପଢିଛନ୍ତି ଅନ୍ୟ ଜାଗାରେ। ମାନେ ରାତ୍ରିରେ ଯୋଉ ବାହାରକୁ ଯାଇକିରି ଭୋଜି ଭାତ, ଯୋଉ ନୈଶ୍ୟ ଆହାରରେ ଏବଂ ନୈଶ୍ୟ ସମାରୋହରେ ଆପଣ ଯୋଉ ପାର୍ଟି ଫାଟିକୁ ଯିବା, ଯାତ୍ରା ଦେଖିବା, ନୈଶ୍ୟ ସେଗୁଡା କହୁଛି ନୈଶ୍ୟ ସମାରୋହରେ, ଯୋଉଥିରେ ଆପଣଙ୍କର ଉତ୍ତେଜନାକାରୀ ସୃଷ୍ଟିକାରୀ ଖାଦ୍ୟ ହଉ, ଉତ୍ତେଜନା ସୃଷ୍ଟିକାରୀ ପରିବେଶ ହଉ, ସେଠିକି ଆପଣ ଯେତେବେଳେ ଯାଉଛନ୍ତି ତାର ପରିଣାମ ଆପଣଙ୍କୁ ଚେତନାରେ ପ୍ରଭାବ ପଡିବ ଏବଂ ଗୋଳମାଳିଆ ହବ। ଯୋଉମାନେ ହାଏଷ୍ଟ ଚେତନାରେ ଅଛି ତାଙ୍କ କଥା ମୋର କିଛି କହିବାର ଅଧିକାର ନାହିଁ। ସେମାନେ ସବୁଥିରେ ନିର୍ଲିପ୍ତ ଥାନ୍ତି। ଅବତାର ପୁରୁଷ ସେ ଯାହା କରିବେ କଣ ଜଣା ପଡିବ? ସେ ତାଙ୍କର ସେଇ ଚେତନାରେ ଥାଇକିରି ବାହାରେ ନିର୍ଲିପ୍ତ ହେଇକି ରହିଥିବେ, ତମେ କିଛି ଜାଣିପାରିବନି। ତେଣୁ ଆମେ ସଂକଳ୍ପ କରିବା, ଆମର ଚେତନାକୁ ସଂଗଠିତ କରିବା, ଧାରଣାକୁ ସଂଗଠିତ କରିବା ଏବଂ ନିଜକୁ ପ୍ରସ୍ତୁତ କରିବା, ମାଙ୍କ ପାଖରେ ନିଜକୁ ଦେଇଦବା। ତେଣୁ ମା କହୁଛନ୍ତି ସେମାନେ କେଉଁ ସ୍ତରରେ ଅଛନ୍ତି ତୁମକୁ ଜଣା ପଡିବ, ନୁହେଁ କି? ମୁଁ କହୁଛି ଯେ ଆମେ ନିଜେ କୋଉ ସ୍ତରରେ ଅଛନ୍ତି ଆମେ ନିଜେ ଜାଣିବା, ସେ ଅନୁସାରେ ନିଜକୁ ପ୍ରସ୍ତୁତ କରିବା। ସାରିବା, ଆମେ ଏଠି ସାରିବା, ମାଙ୍କୁ ଆହ୍ୱାନ କରିବା। Ma, thank you all, Robert.